ଦେହ ଖରାପ ହଇରାଣ ପ୍ଲସ ସରସ୍ୱତୀ ପୂଜା। ହ୍ୟାଲୋ ହ୍ୟାଲୋ ମୁଁ ମାନସି ୱେଲକମ କରୁଛି ଆଉ ଗୋଟେ ମିନି ବ୍ଲଗ କୁ। ତ ଆପଣ ମାନଙ୍କୁ ସମସ୍ତଙ୍କୁ ହାପି ସରସ୍ୱତୀ ପୂଜା। ଆଉ ଆଜି ଆମର ଧାନ ମଣ୍ଡିରେ ଦିଆଯିବ। ତ ବୋଉ ମୁଁ ପୂର୍ବ ଦିନ ଆମେ ଭର୍ତ୍ତି କରିକି ସିଲେଇ କରିଦେଇଥିଲୁ। ତ ଭାଇ ଆଉ ଫରେନ ଆଉ 2 ଜଣ ଲେବର ସେମାନେ ବୋହିକି ସାଇଜ କରିକି ରଖିଦେଲେ। ଆମକୁ କୁହାଯାଇଥିଲା କି ତମେ 9ଟା ବେଳେ ଆଣିକି ପହଞ୍ଚେଇବ। ତ ଆମେ ଗାଡି ଖୋଜୁ ଖୋଜୁ ପାଇଲୁନି। ତାପରେ ଯୋଉ ଗାଡିକୁ ଆମେ କଲ କରିଥିଲୁ ସିଏ ବି ଆକ୍ସିଡେଣ୍ଟ ହେଲା, ସିଏ ବି ଆସି ପାରିଲାନି। ଯାହା ବି ହଉ ଆମେ 11ଟା ବେଳେ ଆସିକି ପହଞ୍ଚେଇ ଦେଲୁ ମଣ୍ଡିରେ ଧାନ। ତାପରେ ମୋର ତ ଦେହ ଖରାପ ଷ୍ଟାର୍ଟ ହେଇଯାଇଥିଲା। ତ ଗୋଟେ ଗାଡି ଯୋଉଟା ଆସିଥିଲା ସେ ଗାଡିଟା ଲୋଡ ହେଇସାରିକି ଏଇଟା ତାପରେ ଗାଡିଟା ଆସିଥିଲା। ତାପରେ ମୁଁ ଫରେନ କୁ କହିଥିଲି ଚାଲ ଟିକେ ଟିଫିନ କରିକି ଆସିବା। ମୁଁ ଯାଇଥିଲୁ ଟିଫିନ କରିକି ଆସିଲା ପରେ ଆଉ ମୁଁ ମେଡିସିନ ଷ୍ଟୋର ଯାଇଥିଲି, ମେଡିସିନ ଖାଇ ଦେଇକିରି ଆସିଲି। ଆଉ ତାପରେ ଭାଇ ପାଇଁ ଆମେ ପାର୍ସଲ ଆଣି ଦେଇଥିଲୁ। ତ ଯାହା ବି ହଉ ତା ଭିତରେ 3ଟା ହେଇଯାଇଥିଲା, ସେମାନେ ବି ଖାଇବା ପାଇଁ ପଳେଇଲେ। ଆଉ ଆମେ ପଳେଇ ଆସିଥିଲୁ ଦୁର୍ଗା ହାଉସ। ମୋ ଭାଇ ସହିତ ଟିକେ ବସି ପଡିଥିଲି। ଆଉ ଗୋଟେ ଗାଡି ଲୋଡ ହେଇକିରି ପଳେଇ ସାରିଲା। 4ଟା ବେଳେ ଆମର ଧାନ ଲୋଡ ହେଇଛି ଆଉ 7ଟା ବୁରା ବଳିଲା। ତା ଭିତରେ ଆମେ ପଳେଇଥିଲୁ ଆଉ ଗୋଟେ ଜାଗାକୁ ବିକିବା ପାଇଁ। ସେଟା ବିକି ସାରିକି ଆସିଲା ବେଳକୁ ମୁଁ ଆଇସ୍କାନ କଲି। ଆଇସ୍କାନ କରିସାରିଲା ପରେ ଆଉ ଘରକୁ ଫେରିଛୁ। ତ ଆପଣ ମାନଙ୍କୁ ଯଦି ଭିଡିଓଟି ଭଲ ଲାଗିଛି ଲାଇକ ସେୟାର କମେଣ୍ଟ କରିବା ପାଇଁ ଭୁଲନ୍ତୁନି। ଜୟ ଜଗନ୍ନାଥ।